ମଧ୍ୟରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନ କର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି। ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରିଦେଉ। ଯେ ସ୍ୱର୍ଗରେ ଉପବିଷ୍ଟ ସେ ହସିବେ, ପ୍ରଭୁ ସେମାନଙ୍କୁ ପରିହାସ କରିବେ। ତେଣୁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ। 5 ଯାଏ। ହଁ, 5 ତେଣୁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ, ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ। ପ୍ରେଜ୍ ଦ ଲର୍ଡ। ଆଜିକାଲି ଆମେ ଦେଖୁଛୁ ଅଲ୍ ଓଭର୍ ଇଣ୍ଡିଆରେ ଖ୍ରୀଷ୍ଟିଆନ ମାନେ ଭୟଭୀତ। ବାଇବଲରେ ବି ଲେଖା ଅଛି। ଆଜିର ଦିନରେ ଆମେ ଆକ୍ଚୁଆଲି ପ୍ରଭୁଙ୍କ ଲୋକମାନେ ଭୟଭୀତ ଅଛନ୍ତି, ଆମ ଲୋକମାନେ। କିନ୍ତୁ ବାଇବଲରେ ଲେଖା ଅଛି ପ୍ରଭୁ ଶାସନକର୍ତ୍ତାମାନଙ୍କୁ ବସାନ୍ତି। ପ୍ରଭୁ ହିଁ ଶାସନକର୍ତ୍ତାମାନଙ୍କୁ କ'ଣ କରନ୍ତି? ଶାସନ ଗାଦିରେ ବସେଇବେ। ତମ ସାନ ପିଲାମାନେ, ଆମମାନଙ୍କର ସାରା ଜଗତ ପ୍ରଭୁଙ୍କର, ହଁ ନା ନାହିଁ? ଏଇ ନଦୀ, ନାଳ, ପାହାଡ଼, ସୂର୍ଯ୍ୟ, ଚନ୍ଦ୍ର ସବୁ ପ୍ରଭୁଙ୍କର। ଏ ପୃଥିବୀ ମନୁଷ୍ୟମାନଙ୍କୁ ଦିଆଯାଇଛି। ଦେଖନ୍ତୁ, ଆଜି ମୁଁ 200 କିଲୋମିଟର ବାଇକ୍ରେ ଆସିଲି। ଶକ୍ତି କିଏ ଦେଲେ? ଖାଇ ନାହିଁ, ସକାଳଠୁ ମୁଁ ଭାତ ଖାଇ ନାହିଁ, କିନ୍ତୁ ଦେଖ ପାୱାର ଅଛି। ପ୍ରେଜ୍ ଦ ଲର୍ଡ। ଭାତ ମୁଁ ସକାଳଠୁ ଖାଇ ନାହିଁ। ତମେ ମୋର ସହିତ ଦୌଡ଼ି ପାରିବ ନାହିଁ। ଭାତ ମାଂସ ଦ୍ୱାରା ବଳ ଆଇବ ନାହିଁ। ଭାତ ଜଗତର ଖାଦ୍ୟ ଦ୍ୱାରା ବି ବଳ ଦୀର୍ଘାୟୁ ଆସିବ ନାହିଁ। ଦୀର୍ଘାୟୁ କିଏ ଦିଅନ୍ତି? ପ୍ରଭୁ। ପ୍ରେଜ୍ ଲର୍ଡ। ହାଲେଲୁୟା। ଏଠି ଆଜି ଆମେ ଦେଖିବା ଏଇ 2 ପଦର ଏଠି ଲୋକମାନେ କିପରି ଆଉ ଗୋଟେ ଲୋକକୁ ଆକ୍ରମଣ କରୁଛି ବା ନିରାଶ କରୁଛି, ସେ ବିଷୟରେ ଲେଖା ଅଛି। 2:1 ପଦରେ ଲେଖା ଅଛି, ରାଜାମାନେ, ପଢ଼ନ୍ତୁ, ଗୋଷ୍ଠୀମାନେ କାହିଁକି କଳହ କରନ୍ତି? ଗୋଷ୍ଠୀୟ କିଏ? ଗୋଟେ ଗୋଷ୍ଠୀ। ମାଥ୍ୟୁ 24 ଲେଖା ଅଛି, ଗୋଷ୍ଠୀ ବିପକ୍ଷରେ ଗୋଷ୍ଠୀ, ରାଜ୍ୟ ବିପକ୍ଷରେ ରାଜ୍ୟ। ଏବେ ଚାଲିଛି ଇରାନ ଇସ୍ରାଏଲ ବିପକ୍ଷ। ସବୁ ମୁସଲିମ ସବୁ ଇସ୍ରାଏଲ ବିରୋଧରେ ଯାଉଛି। ଏବେ ଯେତେ ମୁସଲିମ ଦେଶ ସେମାନେ ଗୋଟେ ଦଳ ହେଇଛନ୍ତି। ଏଠି କ'ଣ ଲେଖା ଅଛି? ଗୋଷ୍ଠୀମାନେ କାହିଁକି କଳହ କରନ୍ତି? ତାପରେ ଜନବୃନ୍ଦ କାହିଁକି ଅନର୍ଥକ ବିଷୟ ବାଳନ୍ତି? ତାପରେ 2 ପଦ, ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି। ଏବେ ଭୂପତିଗଣ କିଏ? ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଅଫିସର ଗୁଡ଼ାକ ସବୁ କ'ଣ କରୁଛନ୍ତି? ପ୍ରଭୁଙ୍କ ଲୋକ ବିରୁଦ୍ଧରେ ଠିଆ ହେଉଛନ୍ତି, ହଁ ନା ନାହିଁ? ସେମାନେ ତାଙ୍କ ସାଙ୍ଗେ ପାରିବ କି? ତାଙ୍କ ପାଖରେ ରାଜଗାଦି ଅଛି। ତାଙ୍କେ ହିଁ ଶାସନ ଗାଦିରେ ମୁଖ୍ୟ ନିୟମ ବନେଇବା ଲୋକ। ଏଠି ପ୍ରଭୁ ସେମାନଙ୍କ ପାଇଁ ଗୋଟେ ବଚନ କହୁଛନ୍ତି, ସୃଷ୍ଟିକର୍ତ୍ତା। ହାଲେଲୁୟା। ତୁମର ମୋର ବାପା। ହାଲେଲୁୟା। ତୁମର ମୋର ସୃଷ୍ଟିକର୍ତ୍ତା। ପ୍ରେଜ୍ ଦ ଲର୍ଡ। ଆଉ 3 ପଦରେ ଆମେ ପଢ଼ିବା, ଆସ ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମମାନଙ୍କ ନିକଟରୁ ସେମାନଙ୍କର ରଜ୍ଜୁ ଦୂର କରିଦେଉ। 4 ପଦ, ଯେ ସ୍ୱର୍ଗରେ ଉପବିଷ୍ଟ ସେ ହସିବେ, ପ୍ରଭୁ ସେମାନଙ୍କୁ ପରିହାସ କରିବେ। କାହାକୁ ପରିହାସ କରିବେ? ଏ ଭୂପତି, ପୃଥିବୀର ଅଧିପତି ମାନଙ୍କୁ ପ୍ରଭୁ କ'ଣ କରିବେ? ହସିବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯଦି ହସିଲେ ଏ ରାଜା ମହାରାଜା ରହିବେ କି? ଇଞ୍ଜେକ୍ସନ୍ ଖାଉଥିବ, ଗୋଟେ ଇଞ୍ଜେକ୍ସନ୍ 7,000 9,000 ଟଙ୍କାର ଖାଉଥିବ, ତାପରେ ନାକରେ ଚିପି ଦେବେ ପ୍ରଭୁ। ହେବ କି? ତାର ମେଡ଼ିସିନ୍ କାମ ଦେବ? ପ୍ରଭୁ ହେଉଛନ୍ତି ମହାରାଜା। ପ୍ରେଜ୍ ଦ ଲର୍ଡ। ସ୍ୱର୍ଗରେ ଥିବା ପ୍ରଭୁ ତୁମ ସପକ୍ଷରେ ଯୁଦ୍ଧ କରିବେ, ଆହୁରି ହସିବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଜଣକୁ ତୁଚ୍ଛ କଲେ, ହସିଲେ ସେ ବଞ୍ଚିପାରିବ? ତାର ମେଡ଼ିସିନ୍ କାମ ଦେବ? ତାର ରାଜ୍ୟ କାମ ଦେବ? କେବେ କାମ ଦେବ ନାହିଁ। ପ୍ରେଜ୍ ଦ ଲର୍ଡ। ଭୂପତିଗଣ ମାନେ ବିନା କାରଣରେ ଅଭିଷିକ୍ତ ବିରୋଧରେ, ଚର୍ଚ୍ଚ ବିରୋଧରେ, ମଣ୍ଡଳୀ ସେବା ବିରୋଧରେ, ସେବା କାହାର? ସେବା କିଏ ଦେଇଛନ୍ତି? ପ୍ରେଜ୍ ଦ ଲର୍ଡ। ଜୀବନ କିଏ ଦେଇଛନ୍ତି?
ପ୍ରଭୁ ଦେଇଛନ୍ତି। ଏ ବାକ୍ୟ କାହାଠୁ ଆସିଛି? ପ୍ରଭୁଙ୍କ ଠାରୁ। 5 ପଦ ଆଉ ତଳକୁ ଆମେ ପଢ଼ିବା। ତହୁଁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ ହଁ, ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ। ବ୍ୟାକୁଳ କରିବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ରାଗି ଯାଇକି ସେମାନଙ୍କୁ କଥା କହିବେ, ମହାକୋପରେ ସେମାନଙ୍କୁ ଉତ୍ତର ଦେବେ, ବ୍ୟାକୁଳ କରିବେ ଲେଖା ଅଛି। ଏହାର ଅର୍ଥ କ'ଣ? ତୁମର ମୋର ସୃଷ୍ଟିକର୍ତ୍ତା ସ୍ୱର୍ଗରେ ଯେ ଅଛନ୍ତି ତାଙ୍କୁ ଆମେ ପ୍ରାର୍ଥନା କରିବାକୁ ପଡ଼ିବ। ପ୍ରେଜ୍ ଦ ଲର୍ଡ। ମୋର ପାଇଁ ଠିଆ ହୁଅ ପ୍ରଭୁ। ତମ ସହିତ ଯଦି ପ୍ରଭୁ ଠିଆ ହେବେ, ଜଗତର ଭୂପତି ମାନେ କିଛି କରିବେନି। ଏମାନେ ଖାଲିରେ ଏବେ ଯେତେ ଜାଗାରେ ପ୍ରଭୁଙ୍କ ଲୋକକୁ ତାଡ଼ନା ହେଇଛି ବା ମଣ୍ଡଳୀ ଭାଙ୍ଗିଛନ୍ତି, ସେ ଜାଗାରେ ଚାଷ ହେଉନାହିଁ। ଆଉ ଯେଉଁମାନେ ପ୍ରଭୁଙ୍କୁ ପରିହାସ କରୁଛନ୍ତି ସେମାନେ 2 ମିନିଟ୍ ମରି ଯାଇଛନ୍ତି। ଏମିତି ଅନେକ ଲୋକ। ଏଇ ଟାଇଟାନ୍ ଜାହାଜ ଯିଏ ତିଆରି କଲା, ସେଇଟା ଲଣ୍ଡନରୁ ନ୍ୟୁୟର୍କ ଆସିଥିଲା। ସେ କହିଲା ଏତେ ବଡ଼ ଟାଇଟାନିକ୍ ଜାହାଜ ତିଆରି କଲି, ଏ ଜାହାଜକୁ ସୃଷ୍ଟିକର୍ତ୍ତା ସ୍ୱୟଂ ଆସିଲେ ମଧ୍ୟ କିଛି ହେବ ନାହିଁ ବୋଲି କହିଲେ। 1500ରୁ ଉର୍ଦ୍ଧ୍ୱ ଲୋକ ମରିଗଲେ। ହାଲେଲୁୟା। ଗର୍ବୀକୁ ପ୍ରଭୁ ଦୂରରୁ ଚିହ୍ନନ୍ତି। ହାଲେଲୁୟା। ଯେବେ ଦେଶ ନମ୍ର ହେବ, ପ୍ରାର୍ଥନା କରିବ, ସେ ଦେଶ ସବୁ ରକ୍ଷା ପାଇବେ। ପ୍ରେଜ୍ ଦ ଲର୍ଡ। ତମର କାମ ମୋର କାମ କ'ଣ? ଏ ଭୂପତି ରାଜାମାନେ ଯୁଦ୍ଧ କରିବାକୁ ଆଇଲେ ଆମେ କାହାକୁ ଜଣାଇବା ଆମ ରିକ୍ୱେଷ୍ଟ? କାହାକୁ ଜଣାଇବା? ସଦାପ୍ରଭୁଙ୍କୁ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସେମାନଙ୍କୁ ସାମୁଏଲଙ୍କ ସମୟରେ ସେମାନେ ଯୁଦ୍ଧ ପାଇଁ ଆସିଲେ, ମହା ଘଡ଼ଘଡ଼ି ଦେଇକରି ଥଣ୍ଡର, ଏ ଯେଉଁ ବର୍ଷା ହେଲେ ଢୁ 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 ହେଉଛି ଯେଉଁ ଘଡ଼ଘଡ଼ି, କ'ଣ କହିବେ ସେଇଟା? ବିଜୁଳି। ସେମିତି ପ୍ରଭୁ ଉତ୍ତର ଦେଲେ। ପ୍ରେଜ୍ ଦ ଲର୍ଡ। ସେଇ ଶବ୍ଦ ଦ୍ୱାରା ସମସ୍ତେ ଥରହର ହେଲେ। ଏବେ ମଧ୍ୟ ତୁମେ ମୁଁ ଯଦି ପ୍ରାର୍ଥନା କରିବା, ପ୍ରେଜ୍ ଦ ଲର୍ଡ, ସ୍ୱର୍ଗରେ ଥାଇ ପ୍ରଭୁ ଉତ୍ତର ଦେବେ ଡେଫିନେଟଲି। ସେଥିପାଇଁ ଆମମାନେ ବିଚଳିତ ହେବା ନାହିଁ। ଯଦି ପ୍ରାର୍ଥନା ନାହିଁ, ଅସୁବିଧା ହେବ। ନିଶ୍ଚୟ ପ୍ରଭୁ ଉତ୍ତର ଦେବେ। ଏବେ ରାଜା ମହାରାଜା ସବୁ ପ୍ରଭୁଙ୍କ ବିରୋଧରେ, ତାଙ୍କ ଅଭିଷିକ୍ତ ବିରୋଧରେ ଯାଉଛନ୍ତି, କିନ୍ତୁ ବିଚଳିତ ହୁଅ ନାହିଁ। ସଦା ପ୍ରଭୁ ତୁମର ସପକ୍ଷରେ ଯୁଦ୍ଧ କରିବେ। ପ୍ରଭୁ ଏଇ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଖି ବନ୍ଦ କରିବା ପିଲାମାନେ। ଥ୍ୟାଙ୍କ ୟୁ ଲର୍ଡ ଜିସସ୍। ଆମେ ପ୍ରଭୁଙ୍କୁ ଜଣାଇବା ସବୁ ବିଷୟରେ। ମୁଖ ଖୋଲି ହାଲେଲୁୟା ପ୍ରଭୁ, ଆମେ ବିଜାତି ଦେଶ ମଧ୍ୟରେ ବାସ କରୁଛୁ, ଆମକୁ ତୁମେ ସାହାଯ୍ୟ କର। ଉଚ୍ଚସ୍ୱରେ ପ୍ରାର୍ଥନା କରିବା। ହାଲେଲୁୟା 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 ହାଲେଲୁୟା। ଆମର ଦେଶକୁ, ଓଡ଼ିଶାକୁ, ଆମ ରାଜ୍ୟକୁ, ପ୍ରତ୍ୟେକ ଜିଲ୍ଲାକୁ ଆମମାନେ ପ୍ରାର୍ଥନା କରିବା। ଜିଲ୍ଲା ପାଇଁ ପ୍ରାର୍ଥନା କରିବା। ଏଇ ଭୂପତିମାନେ ବୃଥାରେ ପ୍ରଭୁଙ୍କ କାର୍ଯ୍ୟ ବିନଷ୍ଟ କରିବାକୁ ଚାହୁଁଛନ୍ତି, କିନ୍ତୁ ପ୍ରଭୁ ଯେ ମହାନ ସେମାନେ ଜାଣିନାହାନ୍ତି। ଆମେ ସେମାନଙ୍କୁ ମଧ୍ୟ ସଦ୍ବୁଦ୍ଧି ଜ୍ଞାନ ଦିଅ ପ୍ରଭୁ ବୋଲି ପ୍ରାର୍ଥନା କରେ। ସମସ୍ତେ ମାଗ। ପ୍ରେଜ୍ ଲର୍ଡ ପ୍ରେଜ୍ ଲର୍ଡ ପ୍ରେଜ୍ ଲର୍ଡ। ପିଲାମାନେ ସମସ୍ତେ ମୁଖ ଖୋଲ। ହାଲେଲୁୟା ହାଲେଲୁୟା। ଶିଖନ୍ତୁ, ପ୍ରେୟ ଶିଖନ୍ତୁ। ପ୍ରେଜ୍ ଲର୍ଡ ପ୍ରେଜ୍ ଲର୍ଡ। ହାଲେଲୁୟା ହାଲେଲୁୟା। ଧନ୍ୟବାଦ ଯୀଶୁ, ଧନ୍ୟବାଦ 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 ଧନ୍ୟବାଦ। ପାଟି ଖୋଲ ପିଲାମାନେ, ପ୍ରଭୁଙ୍କୁ ଜଣାଇବା। ତୁମେ ସାନ ପିଲାମାନେ, ତୁମର ପ୍ରାର୍ଥନା ଅତି ଶୀଘ୍ର ପ୍ରଭୁ ଶୁଣିବେ। ଧନ୍ୟବାଦ ଯୀଶୁ, ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ।